ସାଙ୍ଗମାନେ ଆପଣମାନେ ଦେଖୁଥିବା ଏଇ ଜିନିଷଟି ହେଉଛି ମାଣ୍ଡିଆ ଚକୁଳି। ଚକୁଳି ପାଇଁ ଆଣ ବାଟିଲା ବେଳେ ମୁଁ ଆଦୌ ବିରି ବ୍ୟବହାର କରେ ନାହିଁ। ମାଣ୍ଡିଆ ଆଉ ଅରୁଆ ଚାଉଳ ତା ସହିତ କିଛି ଚୁଡ଼ା। ବିନା ବିରିରେ ବି ଏ ଚକୁଳିଟି ପୁରା ନରମ ଥିଲା। ଆପଣଙ୍କ ପାଖରେ ଯଦି ମାଣ୍ଡିଆ ଅଛି ତାହେଲେ ଆପଣ ବି ଥରେ ଟ୍ରାଏ କରନ୍ତୁ। ସକାଳେ ପିଠା ଖାଇ ଖରାବେଳ ଖାଇବାରେ ଶୁଦ୍ଧ ଓଡ଼ିଆ ଖାଇବା ଥିଲା ଭାତ, ଡାଲମା, ଆଳୁ ଭର୍ତ୍ତା ଆଉ ତା ସହିତ ଟିକେ ଆଚାର। ସାଙ୍ଗମାନେ ଶୀତ ଦିନରେ ଅନ୍ୟ କୌଣସି ଫୁଲ ଫୁଟୁନାହିଁ, ଯେମିତିକି ଟଗର, କନିଅର ଏସବୁ ଫୁଲ ଫୁଟିବା କମିଯାଇଛି। ଆପଣମାନେ ତ ବହୁତ ପ୍ରକାରର ଗୋଲାପ ଫୁଲ ଦେଖିଥିବେ, କିନ୍ତୁ ଦେଖନ୍ତୁ ଏଇ ଗୋଲାପ ଫୁଲଟି କେତେ ସୁନ୍ଦର ଆଉ କେତେ ବଡ଼ ହେଇଛି। ଦେଖିବାକୁ ଯେମିତି, ଫୁଟିଲା ପରେ ତାର ବାସ୍ନା ବି ଠିକ୍ ସେମିତି। ସାଙ୍ଗମାନେ ଏଇ ଯେଉଁ ଚକୁଳି ପିଠା ଆପଣ ଦେଖୁଛନ୍ତି, ଆପଣ ଭାବୁଛନ୍ତି କି ଇଏ ବିରି ଆଉ ଚାଉଳରେ ତିଆରି ହେଇଛି? ନା, କେବଳ ଚୁଡ଼ା ଆଉ ଅରୁଆ ଚାଉଳ ଆଉ ତା ସହିତ ପିଆଜ ଆଉ ଭୃଷଙ୍ଗ ପତ୍ର ପଡ଼ିଛି। ପିଠାଟି ମୁଁ ପ୍ରଥମ ଥର କରିଥିଲି ଆଉ ଏଥିରେ ପୁରା ସକ୍ସେସ୍ ହେଲି। ଏ ପିଠା କରିବା ପାଇଁ ମୁଁ ନେଇଥିଲି ଚାଉଳ ଆଉ ଚାଉଳର ଅଧା ନେଇଥିଲି ଚୁଡ଼ା। ଚାଉଳକୁ 2 ଘଣ୍ଟା ବତୁରେଇଥିଲି ଆଉ ଚୁଡ଼ାକୁ ଅଧ ଘଣ୍ଟା ବତୁରେଇଥିଲି। ଏକ ଜିନିଷକୁ ଏକାଠି ମିଶେଇକି ଭଲ ଭାବେ ବାଟି ଦେଇଥିଲି। ଆଉ ହଁ, ଚୁଡ଼ାକୁ ମୁଁ ପ୍ରଥମେ ଧୋଇ ଦେଇଥିଲି ଆଉ ତାପରେ ଅଧ ଘଣ୍ଟା ବତୁରେଇ ଦେଇଥିଲି। ଏ ପିଠାଟି ଦେଖନ୍ତୁ ପୁରା ପରଫେକ୍ଟ ହେଇଛି ଆଉ ପୁରା ନରମ ହେଇଛି। ପିଠାଟି ଖାଇବା ପାଇଁ ତରକାରୀ ଅପେକ୍ଷା ଚଟଣି ସହିତ ବହୁତ ଟେଷ୍ଟି ଲାଗିବ।